ବ୍ରାହ୍ମ ମୁହୂର୍ତ୍ତରେ ମାତ୍ର 7 ଦିନ ଉଠିକି ଦେଖନ୍ତୁ, ଯାହା ଚାହିଁବେ ତାହା ପାଇବେ। ଦ ଲ ଅଫ୍ ବ୍ରାହ୍ମ ମୁହୂର୍ତ୍ତ। କ'ଣ ଆପଣ ଜାଣିଛନ୍ତି ଦୁନିଆର ସବୁଠାରୁ ସଫଳ ବ୍ୟକ୍ତି ଏବଂ ପ୍ରାଚୀନ ଋଷିମାନଙ୍କ ମଧ୍ୟରେ ସାଧାରଣ କଥା କ'ଣ? ସେମାନେ ସମସ୍ତେ ସୂର୍ଯ୍ୟୋଦୟ ପୂର୍ବରୁ ଏକ ନିର୍ଦ୍ଦିଷ୍ଟ ସମୟରେ ଉଠନ୍ତି। ଆଜି ମୁଁ ଆପଣଙ୍କୁ ସେହି ସିକ୍ରେଟ୍ ସମୟ ବିଷୟରେ କହିବି, ଯାହା ଆମ ଶାସ୍ତ୍ରରେ ବ୍ରାହ୍ମ ମୁହୂର୍ତ୍ତ ବୋଲି କୁହାଯାଏ। ମାତ୍ର 7 ଦିନ ଏହି ନିୟମ ପାଳନ କରନ୍ତୁ, ଆପଣଙ୍କ ଜୀବନରେ ଚମତ୍କାର ହେବା ଆରମ୍ଭ ହୋଇଯିବ। ଯଦି ମୁଁ ଆପଣଙ୍କୁ କହିବି ଦିନକୁ 24 ଘଣ୍ଟା ନୁହେଁ, ବରଂ ଆପଣଙ୍କ ପାଖରେ 26 ଘଣ୍ଟା ଅଛି, ଆଉ ଅତିରିକ୍ତ ସେହି 2 ଘଣ୍ଟା ହିଁ ଆପଣଙ୍କୁ କୋଟିପତି କିମ୍ବା ଜଣେ ସଫଳ ବ୍ୟକ୍ତି କରିପାରିବ। ଦୁନିଆ ଶୋଇଥିବା ବେଳେ ଯିଏ ଜାଗ୍ରତ ରହେ, ଦୁନିଆ ତା ପଛରେ ଥାଏ। ଏହା କୌଣସି ଯାଦୁ ନୁହେଁ, ଏହା ହେଉଛି ବ୍ରାହ୍ମ ମୁହୂର୍ତ୍ତର ବିଜ୍ଞାନ। ମାତ୍ର 7 ଦିନ ମୋ କଥା ମାନିକି ଦେଖନ୍ତୁ। ଯଦି ଜୀବନ ନ ବଦଳିଛି ତେବେ କହିବି। ଡେ 1 ଦ ଇଗୋ କ୍ଲାସ୍। ପ୍ରଥମ ଆପଣଙ୍କ ଆଲାରାମ ଏବଂ ଆପଣଙ୍କ ଆଳସ୍ୟ ଭିତରେ ଯୁଦ୍ଧ ହେବ। ମନେ ରଖନ୍ତୁ, ଯିଏ ନିଜ ସେଜକୁ ଜିତି ପାରିଲା ନାହିଁ, ସେ ବା ଦୁନିଆକୁ କ'ଣ ଜିତିବ। ଡେ 2 ଦ ସାଇଲେନ୍ସ ପାୱାର। ଚାରିଆଡ଼େ ନିଶବ୍ଦ। ଏହି ସମୟରେ ବ୍ରହ୍ମାଣ୍ଡର ସବୁ ଶକ୍ତି ଆପଣଙ୍କ ଭିତରେ ପ୍ରବେଶ କରନ୍ତି। ଡେ 3 ଏନର୍ଜି ଶିଫ୍ଟ। ଆପଣଙ୍କୁ ଆଉ ଚା ବା କଫିର କେବେ ଆବଶ୍ୟକତା ପଡ଼ିବ ନାହିଁ। ପ୍ରକୃତିର ଶୁଦ୍ଧ ବାୟୁ ଆପଣଙ୍କୁ ଚାର୍ଜ କରିଦେବ। ଡେ 4 ଟୁ 7 ଦ ହାବିଟ୍ ଲୁପ୍। ଏବେ ଆପଣଙ୍କ ଶରୀର ନିଜେ ନିଜେ ଉଠିବ। ଆପଣଙ୍କ ମସ୍ତିଷ୍କରେ ଆଲଫା ୱେଭ୍ସ ସୃଷ୍ଟି ହେବ, ଯାହା ଆପଣଙ୍କୁ ଜଣେ ସୁପର ହ୍ୟୁମାନ୍ ଭଳି ଅନୁଭବ କରାଇବ। ଭାଗ୍ୟ ସେମାନଙ୍କୁ ସାଥ ଦିଏ ଯେଉଁମାନେ ସୂର୍ଯ୍ୟଙ୍କୁ ଜଗାନ୍ତି, ସେମାନଙ୍କୁ ନୁହେଁ ଯାହାଙ୍କୁ ସୂର୍ଯ୍ୟ ଜଗାନ୍ତି। ସକାଳର 1 ଘଣ୍ଟା ଦିନର 4 ଘଣ୍ଟା ସହ ସମାନ ହୋଇଥାଏ। ବ୍ରାହ୍ମ ମୁହୂର୍ତ୍ତରେ ମିଳିଥିବା ଜ୍ଞାନ ଏବଂ ସଫଳତା କେବେ ବି ବିଫଳ ହୁଏ ନାହିଁ। ବନ୍ଧୁଗଣ, ସଫଳତା କେବଳ ଭାଗ୍ୟରେ ନଥାଏ, ଏହା ଅଭ୍ୟାସରେ ଥାଏ। ଆଜି ନିଜକୁ ଗୋଟିଏ ପ୍ରଶ୍ନ ପଚାରନ୍ତୁ, ଆପଣ କ'ଣ ନିଜ ପାଇଁ 2 ଘଣ୍ଟା ଆଗୁଆ ଉଠିପାରିବେ ନାହିଁ? ଯଦି ହଁ, ତେବେ କାଲି ସକାଳ 4:30 AM ମୋତେ କମେଣ୍ଟରେ ଲେଖନ୍ତୁ ଯାହା ବି ଆପଣଙ୍କ ମନରେ ଅଛି। ଯଦି ଗାଳି ବି କରିବାର ଅଛି, ତେବେ ମଧ୍ୟ ଆପଣ ମନ ଭରି ଗାଳି ଦିଅନ୍ତୁ। କିନ୍ତୁ କଣ୍ଡିସନ ଗୋଟିଏ, ଠିକ୍ 4:30 AM ଆପଣ ମୋତେ କମେଣ୍ଟ କରିବେ। ଆପଣଙ୍କୁ କେବେ ଏମିତି ଲାଗିଛି କି ଆପଣ ପରିଶ୍ରମ ତ ବହୁତ କରୁଛନ୍ତି, କିନ୍ତୁ କିଛି ବି ଫଳ ମିଳୁନି? ଯେମିତି ଜୀବନଟା ଗୋଟିଏ ଜାଗାରେ ଅଟକି ଯାଇଛି। ଘରେ ସବୁବେଳେ ଅଶାନ୍ତି, ପକେଟ ଖାଲି, ଆଉ ମନ ଭିତରେ କେବଳ ଭୟ। କ'ଣ ହେବ ମୋ ଭବିଷ୍ୟତ? ଆମେ ଦୁନିଆକୁ ତ ଜିତିବାକୁ ଚାହୁଁଛେ, କିନ୍ତୁ ନିଜ ଶରୀର ଏବଂ ନିଜ ଆଳସ୍ୟ ପାଖରେ ହାରି ଯାଉଛେ। ବ୍ରାହ୍ମ ମୁହୂର୍ତ୍ତ କେବଳ ଉଠିବାର ସମୟ ନୁହେଁ, ଏହା ନିଜର ହାରିଯାଇଥିବା ସ୍ୱପ୍ନକୁ ପୁଣି ଥରେ ଜିତିବାର ସମୟ। ଥରେ ଭାବନ୍ତୁ ସେହି ବୁଢ଼ା ବାପା ମାଙ୍କ କଥା, ଯେଉଁମାନଙ୍କ ଆଖିରେ ଅଜସ୍ର ସ୍ୱପ୍ନ ନେଇ ଆପଣଙ୍କୁ ଚାହିଁ ରହିଛନ୍ତି। ସେମାନେ ଆପଣଙ୍କ ସଫଳ ଦେଖିବାକୁ ଚାହାନ୍ତି। କ'ଣ ଆପଣ ନିଜ ସାମାନ୍ୟ ନିଦ ପାଇଁ ସେମାନଙ୍କ ସ୍ୱପ୍ନକୁ ବଳି ଚଢ଼େଇ ଦେବେ? ଯେତେବେଳେ ପୁରା ଦୁନିଆ ଶୋଇଥାଏ, ସେତେବେଳେ ଆପଣ ଉଠିକି ନିଜ ଭାଗ୍ୟ ଗଢ଼ିବା ଆରମ୍ଭ କରିଦିଅନ୍ତୁ। ଯେତେବେଳେ ଆପଣ ସୂର୍ଯ୍ୟୋଦୟ ପୂର୍ବରୁ ଉଠନ୍ତି, କେବଳ ଆପଣଙ୍କ ଘଣ୍ଟାର ଆଲାର୍ମ ବନ୍ଦ କରନ୍ତି ନାହିଁ, ବରଂ ନିଜ ଗରିବୀ ଏବଂ ଦୁଃଖର ଦୁଆର ମଧ୍ୟ ବନ୍ଦ କରିଦିଅନ୍ତି। ବ୍ରାହ୍ମ ମୁହୂର୍ତ୍ତରେ ବ୍ରହ୍ମାଣ୍ଡର ଦ୍ୱାର ଖୋଲା ଥାଏ। ଭଗବାନ ସେହି ସମୟରେ ଆପଣଙ୍କୁ ଖୋଜୁଥାନ୍ତି କି କିଏ ଜଣେ ଅଛି ଯିଏ ନିଜ ଜୀବନ ବଦଳାଇବାକୁ ଚେଷ୍ଟା କରୁଛି, ଯାହାକୁ ମୁଁ ଆଶୀର୍ବାଦ ଦେବି। ଆପଣ ଏକୁଟିଆ ନୁହନ୍ତି, ସେହି ଅଦୃଶ୍ୟ ଶକ୍ତି ଆପଣଙ୍କ ସାଥିରେ ଅଛି। ସକାଳ 4ଟାରେ ଯେତେବେଳେ ଆପଣ ଆଖି ବନ୍ଦ କରି ଧ୍ୟାନ କରନ୍ତି, ସେତେବେଳେ ଆପଣଙ୍କ ଆଖିରୁ ବୋହି ଯାଉଥିବା ଲୁହ ବି ବ୍ରହ୍ମାଣ୍ଡ ଦେଖେ। ସେହି ଲୁହ ଦୁର୍ବଳତାର ନୁହେଁ, ବରଂ ନିଜକୁ ବଦଳାଇବାର ସଂକଳ୍ପର ଲୁହ। ମୁଁ ଜାଣିଛି ଆପଣଙ୍କ ପାଇଁ ଏହା କଷ୍ଟ ନିଶ୍ଚୟ ହେବ। ଆପଣଙ୍କ ଶରୀର କହିବ ମୁଁ ଆଉ ଟିକେ ଶୋଇପଡ଼ିବି, କିନ୍ତୁ ଆପଣଙ୍କ ଆତ୍ମା କହିବ ଉଠ। ତୋ ପରିବାର ପାଇଁ, ତୋ ନିଜ ପାଇଁ ଆଜି ତୋତେ କିଛି କରିବାକୁ ହେବ। ମାତ୍ର 7 ଦିନ, କେବଳ 7 ଦିନ ପାଇଁ ନିଜ ଜିଦରେ ଅଟଳ ରୁହନ୍ତୁ।
ସପ୍ତମ ଦିନରେ ଯେତେବେଳେ ଆପଣ ଆଇନା ସାମ୍ନାରେ ଛିଡ଼ା ହେବେ, ଆପଣଙ୍କୁ ନିଜ ଭିତରେ ଏକ ନୂଆ ମଣିଷ ଦେଖାଯିବ, ଏକ ଶକ୍ତିଶାଳୀ, ଆତ୍ମବିଶ୍ୱାସୀ ଏବଂ ବିଜୟୀ ମଣିଷ। ଆଜି ନିଜକୁ ଗୋଟିଏ କଥା ଦିଅନ୍ତୁ, ଆଉ କାହା ପାଇଁ ନୁହେଁ, ନିଜ ପାଇଁ, ନିଜ ଖୁସି ପାଇଁ ଆସନ୍ତାକାଲି ଠାରୁ ବ୍ରାହ୍ମ ମୁହୂର୍ତ୍ତରେ ଉଠିବା ଆରମ୍ଭ କରିବେ। ମନେ ରଖନ୍ତୁ, ଭଗବାନ ବି ତାଙ୍କୁ ସାହାଯ୍ୟ କରନ୍ତି ଯିଏ ନିଜକୁ ସାହାଯ୍ୟ କରେ। କଳ୍ପନା କରନ୍ତୁ, ଦିନରେ ଏମିତି ଏକ ସମୟ ଅଛି ଯେତେବେଳେ ପୁରା ବ୍ରହ୍ମାଣ୍ଡ ଆପଣଙ୍କ କଥା ଶୁଣିବା ପାଇଁ ଅପେକ୍ଷା କରିଥାଏ। ଏମିତି ଏକ ସମୟ ଯେତେବେଳେ ଆପଣଙ୍କ ମନର ଗୋଟିଏ ଛୋଟ ଚିନ୍ତା ବାସ୍ତବତାରେ ପରିଣତ ହେବାର ଶକ୍ତି ରଖେ। ଏହା କୌଣସି ଅନ୍ଧବିଶ୍ୱାସ ନୁହେଁ, ଏହା ହେଉଛି ବ୍ରାହ୍ମ ମୁହୂର୍ତ୍ତର ସିକ୍ରେଟ ବିଜ୍ଞାନ। ଆଇନଷ୍ଟାଇନଙ୍କ ଠାରୁ ଆରମ୍ଭ କରି ନିକୋଲା ଟେସ୍ଲା ପର୍ଯ୍ୟନ୍ତ ଏବଂ ଭାରତର ବଡ଼ ବଡ଼ କୋଟିପତିମାନେ ଏହି ଗୋଟିଏ ସିକ୍ରେଟକୁ ବ୍ୟବହାର କରିଥାନ୍ତି। ରାତି 3ଟାରୁ 5ଟା ମଧ୍ୟରେ ଆମ ମସ୍ତିଷ୍କ ଆଲଫା ୱେଭ୍ସ ଉତ୍ପନ୍ନ କରେ। ଏହି ସମୟରେ ଆମର ସବକନସିୟସ୍ ମାଇଣ୍ଡ ବା ଅବଚେତନ ମନ ସବୁଠାରୁ ଅଧିକ ଆକ୍ଟିଭ ଥାଏ। ଆପଣ ଯାହା ବି ଚାହିଁବେ ସିଧାସଳଖ ବ୍ରହ୍ମାଣ୍ଡରେ ରେଜିଷ୍ଟର ହେବ। ଓଜୋନ ଇଫେକ୍ଟ। ଶାସ୍ତ୍ର ଅନୁସାରେ ଏହି ସମୟରେ ଆକାଶରୁ ଅମୃତ ବର୍ଷା ହୁଏ। ବିଜ୍ଞାନ କୁହେ ଏହି ସମୟରେ ବାୟୁମଣ୍ଡଳ ଶୁଦ୍ଧ ଥାଏ, ଯାହା ଆପଣଙ୍କ ଶରୀରର ସେଲ୍ସକୁ ରିଜେନେରେଟ୍ କରେ। ବ୍ରାହ୍ମ ମୁହୂର୍ତ୍ତ କ'ଣ ଅଟେ? ସମୟ ସୂର୍ଯ୍ୟୋଦୟର 1 ଘଣ୍ଟା 36 ମିନିଟ୍ ପୂର୍ବର ସମୟ, ପ୍ରାୟ ଭୋର 4:24ରୁ 5:12 ମଧ୍ୟରେ। ବ୍ରାହ୍ମ ଅର୍ଥାତ୍ ପରମାତ୍ମା ବା ଜ୍ଞାନ ଏବଂ ମୁହୂର୍ତ୍ତ ଅର୍ଥାତ୍ ସମୟ, ଏହା ହେଉଛି ସୃଷ୍ଟିକର୍ତ୍ତାଙ୍କ ସମୟ। ଏହି ସମୟରେ ବାୟୁମଣ୍ଡଳରେ ନସେଣ୍ଟ ଅକ୍ସିଜେନର ମାତ୍ରା ଅଧିକ ଥାଏ, ଯାହା ଶରୀର ପାଇଁ ଅମୃତ ସମାନ। ତୁମେ ଯାହା ଚାହୁଁଛ, ଟଙ୍କା, ସଫଳତା, ସମ୍ମାନ, ଶାନ୍ତି, ସେ ସବୁ ତୁମଠାରୁ ଆଉ ଦୂର ନୁହେଁ। ବାଧା ମାତ୍ର ଗୋଟିଏ, ତାହା ହେଉଛି ତୁମର ସକାଳ। ଅଧିକାଂଶ ଲୋକ ଭାବନ୍ତି ମୋ ଭାଗ୍ୟ ଖରାପ, ମୋର ସମୟ ଖରାପ ଚାଲିଛି, କିନ୍ତୁ ସତ୍ୟ ହେଉଛି ଏହା କି ସେମାନେ ଉଠିବା ମୁହୂର୍ତ୍ତରେ ଶୋଇଥାନ୍ତି। ବ୍ରାହ୍ମ ମୁହୂର୍ତ୍ତ ମାନେ ସକାଳ 4ଟାରୁ 5:30 ପର୍ଯ୍ୟନ୍ତ। ଏହି ସମୟରେ ପୃଥିବୀ ଶାନ୍ତ, ମନ ସବୁଠାରୁ ସ୍ପଷ୍ଟ, ମସ୍ତିଷ୍କ 100% ଶକ୍ତିଶାଳୀ ଥାଏ। ଏହା କୌଣସି ଧର୍ମୀୟ କଥା ନୁହେଁ, ଏହା ବୈଜ୍ଞାନିକ ସତ୍ୟ ଅଟେ। ସଫଳ ଲୋକ ସକାଳୁ ଉଠି ନିଜ ଉପରେ କାମ କରିଥାନ୍ତି। ଅନ୍ୟମାନେ ଶୋଇଥିବା ବେଳେ ସେମାନେ ନିଜର ଭବିଷ୍ୟତ ଗଢ଼ନ୍ତି। ଯେଉଁ ସମୟରେ ଯଦି ହ୍ୱାଟ୍ସଆପ୍ ସାଇଲେଣ୍ଟ ଥାଏ, ଫୋନର ନୋଟିଫିକେସନ ଅଫ୍ ଥାଏ, ତେବେ କୌଣସି ଡିଷ୍ଟ୍ରାକ୍ସନ ରୁହେ ନାହିଁ। ସେହି ସମୟରେ ଫୋକସ୍ ମାନେ ଏକାଗ୍ରତା ମ୍ୟାକ୍ସିମମ୍ ଟାଇମ୍ ରୁହେ। ଏକାଗ୍ରତା ହିଁ ସଫଳତାର ଚାବିକାଠି। ମୁଁ ତୁମକୁ କହୁଛି, ମାତ୍ର 7 ଦିନ, ସାରା ଜୀବନ ନୁହେଁ। ପ୍ରଥମେ 1-2 ଦିନ ଉଠିଲେ ଅଳସୁଆ ଲାଗିବ, ମନ କହିବ ଆଜି ଗୋଟିଏ ଦିନ ଶୋଇପଡ଼ିବି, କାଲିଠାରୁ ଉଠିବି। କିନ୍ତୁ ଉଠ। ତାପରେ 3-4 ଦିନ ମନ ଟିକେ ଶାନ୍ତ ହେବ, ଭାବନା ସ୍ପଷ୍ଟ ହେବ ଏବଂ 5ରୁ 7 ଦିନ ତୁମେ ନିଜେ ଅନୁଭବ କରିବ ମୋ ଭିତରେ କିଛି ବଦଳୁଛି। ସେହି ସମୟରେ କ'ଣ କରିବ? ବ୍ରାହ୍ମ ମୁହୂର୍ତ୍ତରେ ପ୍ରଥମେ 10 ମିନିଟ୍ ଶାନ୍ତ ହୋଇ ବସ। ନିଜର ଲକ୍ଷ୍ୟ କଥା ଭାବ। ଟଙ୍କା, ନିଜର ଘର, ନିଜର ଗାଡ଼ି, ସଫଳତା, ନିଜର ମୂଲ୍ୟ, ଯାହା ବି ବଡ଼ ସ୍ୱପ୍ନ ଅଛି ସେ ବିଷୟରେ ଭାବ। ନିଜକୁ କୁହ, ମୁଁ ପାରିବି, କାରଣ ମୁଁ ଆଜି ଉଠିଛି। କାହିଁକି ତୁମ ଇଚ୍ଛା ପୂରଣ ହୁଏ? କାରଣ ତୁମର ଫୋକସ୍ ବା ଏକାଗ୍ରତା ବଦଳି ଯାଇଥାଏ, ତୁମର ଏନର୍ଜି ଲେଭେଲ ବଢ଼ି ଯାଇଥାଏ, ତୁମେ ନିଜକୁ ଗୁରୁତ୍ୱ ଦେବା ଆରମ୍ଭ କରି ନେଇଥାଅ। ୟୁନିଭର୍ସ ତୁମକୁ ଦେଖି ପ୍ରତିକ୍ରିୟା କରିଥାଏ। ଏକଥା ଭାବ, ଯଦି ମୁଁ ଆଜି ଉଠୁନାହିଁ, ତେବେ ମୋ ଭବିଷ୍ୟତ ଶୋଇପଡ଼ିବ। ମୋର ସ୍ୱପ୍ନ କେବେ ସତ ହେବ ନାହିଁ। ସଫଳତା ଭିକ ମାଗିଲେ ମିଳିନଥାଏ, ସେ ସକାଳେ ଉଠୁଥିବା ଲୋକଙ୍କୁ ମିଳିଥାଏ। ଆଜି ଗୋଟିଏ ନିଷ୍ପତ୍ତି ନିଅ, ମୁଁ 7 ଦିନ ବ୍ରାହ୍ମ ମୁହୂର୍ତ୍ତରେ ଉଠିବି, 4ଟାରେ ଉଠିବି, କାରଣ ଉଠୁଥିବା ଲୋକମାନେ ହିଁ ଇତିହାସ ଲେଖନ୍ତି। ଭାଗ୍ୟ କେବେ ହଠାତ୍ ବଦଳେ ନାହିଁ। ଭାଗ୍ୟ ଧୀରେ ଧୀରେ ତୁମର ଅଭ୍ୟାସ ଦେଖି ବଦଳିଥାଏ। ଯେଉଁ ଲୋକ ରାତି 12ଟା ପର୍ଯ୍ୟନ୍ତ ମୋବାଇଲ ଦେଖନ୍ତି, ସକାଳ 8ଟାରେ ଉଠନ୍ତି, ସେମାନେ ଦିନକୁ ଗାଳି ଦିଅନ୍ତି, କୁହନ୍ତି କି ମୋ ଭାଗ୍ୟ ଖରାପ। କିନ୍ତୁ ଯେଉଁ ଲୋକ ସକାଳ 4ଟାରେ ଉଠି ନିଜକୁ କୁହନ୍ତି ମୁଁ ଆଜି ଆଗକୁ ବଢ଼ିବି,
ସୌଭାଗ୍ୟ ଧୀରେ ଧୀରେ ତାଙ୍କ ପାଖକୁ ଆସେ। ଗୋଟିଏ ଗଭୀର କଥା ଶୁଣ, ଦିନରେ ତୁମେ କାମ କର, କିନ୍ତୁ ସକାଳେ ତୁମେ ନିଜର ଡେଷ୍ଟିନି ଏଡିଟ୍ କର। ସେହି ସମୟରେ ତୁମ ସବକନସିୟସ୍ ମାଇଣ୍ଡ ଜାଗ୍ରତ ହୁଏ। ଭୟ ଶୋଇଥାଏ, ସନ୍ଦେହ କମ୍ ଥାଏ। ସେଥିପାଇଁ ଏହି ସମୟରେ କରାଯାଇଥିବା ଚିନ୍ତା ସିଧାସଳଖ ଜୀବନକୁ ଯାଏ। ଗରିବ ଓ ସଫଳ ଲୋକଙ୍କ ସକାଳ ଭିତରେ ଫରକ ମାତ୍ର ଏତିକି, ଗରିବ ଲୋକଙ୍କ ସକାଳ ଆଲାର୍ମ ବନ୍ଦ ଥାଏ। ଆଜି ନୁହେଁ କାଲି କରିବି, ଏହି ମାନସିକତା ଥାଏ। ଆଳସ୍ୟ ହିଁ ତାଙ୍କର ସାରା ଜୀବନରେ ରୁହେ। ସଫଳ ଲୋକଙ୍କ ସକାଳ ବିନା ଆଲାର୍ମରେ ବି ନିଦ ଭାଙ୍ଗିଯାଏ। ଉଠିଲେ ପ୍ରଥମେ ଏହା ଭାବନ୍ତି, ଆଜି ମୁଁ କ'ଣ ଭଲ କରିପାରିବି, କାଲି କେଉଁ କାମ ପେଣ୍ଡିଂ ଥିଲା, ଆଗକୁ ଆଉ କ'ଣ କରିବାର ଅଛି। ଦୁହିଁଙ୍କ ସମୟ 24 ଘଣ୍ଟା, କିନ୍ତୁ ଚିନ୍ତାଧାରା ଭିତରେ ଆକାଶ ପାତାଳ ଫରକ। ଭିଡ଼ିଓ ଶେଷରେ ଏତିକି କହିବି, ପୃଥିବୀର ସବୁଠାରୁ ଶାନ୍ତ ସମୟରେ ଯେଉଁମାନେ ଉଠିଥାନ୍ତି, ଭବିଷ୍ୟତ ସେମାନଙ୍କ କଥା ଶୁଣେ। ଏହାକୁ ହ୍ୱାଟ୍ସଆପ୍ର ଷ୍ଟାଟସ୍ ରଖିପାରିବେ, ଅନ୍ୟମାନଙ୍କୁ ସେୟାର କରନ୍ତୁ, ଭାଇକି ଗୋଟିଏ ଲାଇକ୍ କରିଦିଅନ୍ତୁ, କରିନଥିଲେ ଏବେ ହିଁ ସବସ୍କ୍ରାଇବ୍ କରିଦିଅନ୍ତୁ। କମେଣ୍ଟରେ ନିଶ୍ଚୟ ଲେଖନ୍ତୁ ଜୟ ଶ୍ରୀକୃଷ୍ଣ, ଦେଖିବେ ଆପଣଙ୍କ ସବୁ ଦୁଃଖ ଦୂର ହୋଇଯିବ। ଜୟ ଶ୍ରୀ ଜଗନ୍ନାଥ, ଜୟ ଶ୍ରୀକୃଷ୍ଣ, ଧନ୍ୟବାଦ।